ଏକ ଗାଁରେ ମାନସିଂଙ୍କ ନାମରେ ଏକ ଚାଷୀ ରହୁଥିଲା। ତାଙ୍କ ଘରେ ଏକ ସାଧା, ଶାନ୍ତ ଓ ଦୁଧାଳୁ ଗାୟ ଥିଲା। ପ୍ରତିଦିନ ସେହି ଗାୟ ତାଙ୍କୁ ପ୍ରଚୁର ଦୁଧ ଦେଇଥାନ୍ତା। ମାନସିଂଙ୍କ ପରିବାର ସେହି ଦୁଧରୁ ଘିଅ, ଛେନା, ଦହି ତିଆରି କରୁଥିଲେ ଓ ଗାଁର ଲୋକମାନଙ୍କୁ ବି ବେଚୁଥିଲେ। ଗାୟ ମାତ୍ର ଦୁଧ ଦେଇଥିଲା ନୁହେଁ, ସେ ପରିବାରର ଏକ ସଦସ୍ୟ ପରି ହୋଇଥିଲା। ସକାଳେ ବାଳକମାନେ ତାଙ୍କୁ ଘାସ ଖାଇବାକୁ ଦେଇଥିଲେ, ସେମାନଙ୍କ ସହିତ ଖେଳୁଥିଲା। ଏକ ଦିନ ଗାଁକୁ ବଡ଼ ବନ୍ୟା ଆସିଗଲା। ସମସ୍ତଙ୍କ ଘର ପାଣିରେ ଭାସିଗଲା। ମାନସିଂଙ୍କ ପରିବାର ବି ଭୟଭୀତ ହେଇଥିଲେ, କିନ୍ତୁ ସେମାନଙ୍କର ଗାୟ ବିନା ପଳାଇବାକୁ ସେମାନଙ୍କ ମନ ମାନିଲା ନାହିଁ। ମାନସିଂଙ୍କ ଛୋଟ ଛୋଟ ପିଲାମାନେ ଗାୟକୁ ନେଇ ସୁରକ୍ଷିତ ସ୍ଥାନକୁ ଯାଇଲେ। ସେହି ଗାୟ ବି ବିପଦ ସମୟରେ ସାହସୀ ହୋଇ ସମସ୍ତଙ୍କ ସହିତ ରହିଲା। ବନ୍ୟା ସମାପ୍ତ ହେଲା ପରେ ସମସ୍ତେ ଦେଖିଲେ ଯେ ଗାୟ କେବଳ ପରିବାରର ସହାୟକ ନୁହେଁ, ସେ ଘରର ସୌଭାଗ୍ୟ ଓ ଆଶୀର୍ବାଦ। ଶିକ୍ଷା ଗାୟମାନେ କେବଳ ଦୁଧ ଦେଇଥାନ୍ତି ନୁହେଁ, ସେମାନେ ପରିବାରର ଶୁଭକାମନା, ପ୍ରେମ ଓ ସମ୍ପଦର ପ୍ରତୀକ। ଯେଉଁ ପଶୁମାନେ ଆମକୁ ସାହାଯ୍ୟ କରନ୍ତି, ସେମାନଙ୍କୁ ଆମେ ପ୍ରେମ, ମମତା ଓ ସମ୍ମାନ ଦେବା ଉଚିତ।